ମା ଜ୍ଞାନ 183। ପ୍ରଭୁ ଲେଖୁଛନ୍ତି ବୌଦ୍ଧ ଧର୍ମ ମତ ଅନୁସାରେ ଏକ ସାମ୍ରାଜ୍ୟର ସ୍ଥାପନ କରିବା ଅପେକ୍ଷା ଗୋଟିଏ ପିମ୍ପୁଡିକୁ ବୁଡି ମରିଯିବାରୁ ରକ୍ଷା କରିବା ହେଉଛି ଏକ ମହତ୍ତର କାର୍ଯ୍ୟ। ଏକ ମହତ୍ତର କାର୍ଯ୍ୟ। ଏହି କଥାଟି ମଧ୍ୟରେ ଏକ ସତ୍ୟ ନିହିତ ହୋଇ ରହିଛି ସତ, ମାତ୍ର ଏହା ଏପରି ଏକ ସତ୍ୟ ଯାହାକୁ କି ଭାରି ସହଜରେ ଅତିରଞ୍ଜିତ କରିଦିଆଯାଇପାରେ। ଜ୍ଞାନ 184। କୌଣସି ଗୋଟିଏ ଗୁଣକୁ ସେହି ଗୁଣ ସମ୍ବେଦନା ବା କରୁଣା ମଧ୍ୟ ହୋଇପାରେ। ଅତ୍ୟଧିକ ଉଚ୍ଚ ସ୍ଥାନ ଦେବାର ଅର୍ଥ ହେଉଛି ନିଜର ହାତ ଦ୍ୱାରା ପ୍ରଜ୍ଞାର ଆଖିକୁ ବନ୍ଦ କରି ରଖିବା। ପରମେଶ୍ୱର ସତତ ହିଁ ଏକ ସମଞ୍ଜସତା ଆଡକୁ ଗତି କରିବାରେ ଲାଗିଥାନ୍ତି। ଏ ଦୁଇଟି କାରିକାଟି ଏକା ସାଙ୍ଗରେ ଲେଖାଯାଇଛି। ପ୍ରଥମରେ ଯେମିତି ଉଦାହରଣଟେ ଦେଇଛନ୍ତି, ଦ୍ୱିତୀୟରେ ତାର ବ୍ୟାଖ୍ୟା କରୁଛନ୍ତି। କହୁଛନ୍ତି ବୌଦ୍ଧ ଧର୍ମ ମତ ଅନୁସାରେ ଗୋଟେ ବିରାଟ ସାମ୍ରାଜ୍ୟ ସ୍ଥାପନ କରିବା ଅପେକ୍ଷା ପିମ୍ପୁଡିକୁ ବୁଡି ମରିବାରୁ ରକ୍ଷା କରିବା ହେଉଛି ଏକ ମହତ୍ତର କାର୍ଯ୍ୟ। ସେଥିପାଇଁ ତାପରେ ପ୍ରଭୁ କହିଲେ କଣ ହଉଛି ଯେ ଏଇଟା ନିହାତି ସତ୍ୟ କଥା, ଗୋଟେ ପ୍ରାଣୀକୁ ଉଦ୍ଧାର କରିବା, କିନ୍ତୁ ତାହାକୁ ସବୁବେଳେ ଅତିରଞ୍ଜିତ କରାଯାଏ। ଲୋକେ ତାକୁ ପଦାର୍ଥ କରି ବ୍ୟବହାର କରନ୍ତି। ଯେମିତି ବ୍ୟବହାର କରନ୍ତି କଣ, ଅନ୍ୟ ଜଣଙ୍କର ମଙ୍ଗଳ ପାଇଁ ମିଛ କହିଲେ ତାହା ଠିକ, ତାହା ଭୁଲ ନୁହଁ। ଇଏ ଅତିରଞ୍ଜିତ। ଭୁଲ ଠିକ ର ସଂଜ୍ଞା ଯେମିତି ନାହିଁ। ସଂଜ୍ଞା ହଉଛି କଣ, ସଂଜ୍ଞା ହଉଛି ସିଏ ତାର ଯୋଉ କାର୍ଯ୍ୟ, ତାର ଯୋଉ ଭାବନା, ତାର ଯୋଉ ଚିନ୍ତା, ତାହା ତାର ଅଗ୍ରଗତି ପାଇଁ, ପରମେଶ୍ୱରଙ୍କ ଆଡକୁ ଅଗ୍ରଗତି ପାଇଁ ସାହାଯ୍ୟ କରୁଛି କି କରୁନାହିଁ। ଯଦି ସାହାଯ୍ୟ କରୁଛି ତେବେ ତାହା ହଉଛି, ଯଦି ସଂଜ୍ଞା ଦିଆଯାଏ, ତାହା ହିଁ ହଉଛି ପୁଣ୍ୟ, ତାହା ହିଁ ହଉଛି ଭଲ। ଏଠି ଯୋଉ ମହତ୍ତର କାର୍ଯ୍ୟ କଥା କୁହାଯାଉଛି, ତାକୁ ଲୋକେ କଣ କରିବେ, ଲୋକ କହିବେ ନା ନା କିଛି ବଡ ଇଏ ଦରକାର ନାହିଁ, ଅନ୍ୟର ସାହାଯ୍ୟ କର, ଅନ୍ୟକୁ ଉଦ୍ଧାର କର। କିନ୍ତୁ ଏଇଠି ସବୁବେଳେ ଗୋଟିଏ ପ୍ରଶ୍ନ ଉଠେ, ଅନ୍ୟର ମଙ୍ଗଳ କୋଉଥିରେ ହେବ ତାହା ତୁମେ ଜାଣ କି? ତୁମେ ଯେ ପର୍ଯ୍ୟନ୍ତ କାଳାତୀତ ହେଇନାହ, ବର୍ତ୍ତମାନ ଅତୀତ ଭବିଷ୍ୟତ ତିନୋଟି ଯାକର ଜ୍ଞାନ ତୁମ ପାଖରେ ନାହିଁ, ତୁମେ କିପରି କହିପାରିବ ତା ପାଇଁ କୋଉଟା ମଙ୍ଗଳଦାୟକ, ତାକୁ ତମେ ଯୋଉଟା କରୁଛ ସେଟା ସାହାଯ୍ୟ କରୁଛି କି ତାର ବିନାଶର କାରଣ ହଉଛି। ଆମେ ସେଇ ଏକ୍ସାମ୍ପଲ ଟେ ବହୁତ ଥର କଥା ହେଉଛନ୍ତି, ଆଉ ଥରେ ବି କହୁଛି ଖାଲି ଲାଇନରେ, ଯେ ଗୋଟିଏ କୋକୁନ ଭିତରୁ ବା ଗୋଟେ ଖୋଳପା ଭିତରୁ ଯେତେବେଳେ ଗୋଟେ ପ୍ରଜାପତିଟିଏ ବାହାରୁଛି ବାହାରକୁ, ମୁଣ୍ଡଟିଏ କାଢିଛି, ଛାଟି ପିଟି ହଉଛି, ସେତେବେଳେ ତୁମେ ତାକୁ ସାହାଯ୍ୟ କରିବାକୁ ଯାଇ ତାର ଖୋଳପାଟିକୁ ଯଦି କାଟି ଦିଅ, ତେବେ ପ୍ରଜାପତିଟିଏ ଆମର ଭାବନାରେ କଣ ହବ ନା ସୁନ୍ଦର ଭାବରେ ଉଡିକିରି ପଳେଇ ଯିବ ଆକାଶକୁ। ଭ୍ରମ ଧାରଣା। ଯେତେବେଳେ ଆପଣ ସେ କୋକୁମଟିକୁ କାଟିଦେବେ, ଦେଖା ଯାଇଛି ଅଲରେଡି, ସେତେବେଳେ କଣ ହେଇଛି ନା ସେ ପ୍ରଜାପତିର ଡେଣା ଏବଂ ତାର ଶରୀର ସାଙ୍ଗେ ସାଙ୍ଗେ ବହୁତ ନରମ ହେଇକି ଥାଏ। ଯେତେବେଳେ ତାକୁ ଖୋସାଟାକୁ କାଟି ଦେଇଛନ୍ତି, ତାପରେ ସିଏ ମୃତ୍ୟୁବରଣ କରିଛି। କାରଣ ତାର ଡେଣା ଆଉ ଶକ୍ତ ହେଇପାରି ନାହିଁ, ଶରୀର ତାର ଶକ୍ତ ହେଇପାରି ନାହିଁ, ତା ଫଳରେ ସିଏ ଆଉ ଉଡି ଯାଇପାରେନି, ସେଇଠି ପଡିକିରି କଣ ହେଇଛି, ଛଟ 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 ହେଇ ମରିଯାଇଛି। ଯେତେବେଳେ ସିଏ ଭିତରେ ଷ୍ଟ୍ରଗଲ କରୁଥାଏ, ବାହାରକୁ ଆମକୁ ଦେଖାଯାଇଥାଏ କେତେ ଛାଟି ପିଟି ହଉଛି, ଏତିକି ଟିକେ ମୁଣ୍ଡ ବାହାରିଛି ତାର, ସେତକ ସମୟ ଷ୍ଟ୍ରଗଲ ର ସମୟରେ ତାର ଶରୀରଟି ଯୋଉ କୋମଳ ଶରୀର ହେଇକି ଥିଲା, ଧୀରେ 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 ତାହା ରୂପ ଗ୍ରହଣ କରୁଛି, ଆବଶ୍ୟକ ମୁତାବକ କଠିନ ହେଇ ହେଇ ଟିକେ ଟିକେ ହଉଛି। ଏବଂ ଡେଣା ଗୁଡିକ ମଧ୍ୟ ଯୋଉଗୁଡାକ ପୁରା ଟ୍ରାନ୍ସପାରେଣ୍ଟ ଏବଂ କୋମଳ ନମନୀୟ ହେଇକି ଥିଲା, ତାହା ଧୀରେ 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 ସ୍ଥୂଳ ରୂପ ଗ୍ରହଣ କଲା ଭଳି ଧୀରେ ଧୀରେ କଠିନ ହଉଛି। ତାର ଯେମିତି ବାହାରେ ପବନକୁ କାଟି କରି ଉଡି ଯାଇପାରିବ, ଡେଣାଟି ସମର୍ଥ ହଉଛି ତା ଭିତରେ।
ଯଦି ଆପଣ ଖୋସାଟିକୁ କାଟି ଦଉଛନ୍ତି ତେବେ ସେ ସେଇଠି ମୃତ୍ୟୁ ଲଭିବ। ତେଣୁ ଆମର ଯେତେବେଳେ ଏଇ ତ୍ରିକାଳାତୀତ ଜ୍ଞାନ ଆସିନାହିଁ, ଦୃଷ୍ଟିକୋଣ ଆସିନାହିଁ, ସେତେବେଳେ ଅନ୍ୟକୁ ସାହାଯ୍ୟ କରିବା ପାଇଁ ଆମେ ଏଇ ପ୍ରକାରର ପ୍ଲିର ସାହାଯ୍ୟ ନେଇ ଅନେକଙ୍କର ବିନାଶର କାରଣ ହୋଇଥାଉ। ମନେ ପଡିବେ ଯୀଶୁ ଖ୍ରୀଷ୍ଟଙ୍କର ଯୋଉ ଛୋଟ ଛୋଟ କାହାଣୀ ବହି ସବୁ ବିକ୍ରି ହଉଥିଲା, ସେଥିରେ ଆମେ ଯାହା ପଢିଥିଲୁ, ପ୍ରକୃତ ବାଇବେଲ ତ ଦେଖି ନାହିଁ। ସେଥିରେ ଯାହା ଲେଖା ହେଇଥିଲା ଯେ ସିଏ ଗୋଟେ ବ୍ୟକ୍ତିକୁ ଆଖି ନଥିଲା, ଭାରି କଷ୍ଟ ପାଉଥିଲା, ତାକୁ ଆଖି ଦେଇ ଦେଇଛନ୍ତି ଏବଂ ଛୋଟାକୁ ଗୋଡ ଦେଇଛନ୍ତି ଏବଂ ଯିଏ ଶୁଣି ପାରୁନଥିଲା ତାକୁ ଶ୍ରବଣ ଶକ୍ତି ଦେଇଛନ୍ତି। ତାପରେ ଦେଖିଲା ବେଳକୁ କଣ ହେଇଛି, ସେ ବ୍ୟକ୍ତି ଯାଇକିରି ସମାଜର ତଥାକଥିତ ଯୋଉ ଅଧ ପତନ ଆଡକୁ ଯୋଉ କାର୍ଯ୍ୟ ନିଏ, ସବୁ ସେଇ କାର୍ଯ୍ୟରେ ସେମାନେ ବ୍ୟସ୍ତ ହଉଛନ୍ତି। କହୁଛନ୍ତି କଣ, ଆଖି ନଥିଲା, କିଛି ଏତେ ଦିନ ଧରି ଦେଖି ପାରୁନଥିଲି, ଏବେ ସୁଯୋଗ ପାଇଛି ଟିକେ ଦେଖିଦିଏ, କେତେ ବର୍ଷ ଆଉ ବଞ୍ଚିବି। ଯିଏ ଶୁଣି ପାରୁନଥିଲା ସିଏ ବି ସବୁ ଭଳିଆ କାର୍ଯ୍ୟରେ ବ୍ୟସ୍ତ ରହିଛି। ଏଇ ପ୍ରକାରର କଣ ହଉଛି, ତେବେ ତାର ଅଗ୍ରଗତିରେ ସାହାଯ୍ୟ କଲେ ନା ତାର ଅଧୋଗତିରେ ଆପଣ ସାହାଯ୍ୟ କଲେ? ଏଇ ପ୍ରଶ୍ନଟିଏ ଆମକୁ ଉଠେ। ଆମେ ଏଇ ପ୍ରକାରର ପ୍ଲିକୁ ଅତିରଞ୍ଜିତ କରି ଏଇ ପ୍ରକାରର ବ୍ୟବହାର କରୁ ନିଜର ଅହଙ୍କାରକୁ ସାବ୍ୟସ୍ତ କରିବା ପାଇଁ। ସେଥିପାଇଁ କହୁଛନ୍ତି ଗୋଟିଏ ଗୁଣ ତମେ ଧର, ସମ୍ବେଦନା ହଉ ବା କରୁଣା ହେଇପାରୁ, ତାକୁ ତା ଆବଶ୍ୟକ, ତା ଅନାବଶ୍ୟକ ନୁହଁ। କରୁଣା କରିବା, ଅନ୍ୟମାନଙ୍କ ପ୍ରତି ସମ୍ବେଦନଶୀଳ ହେବା, ତାହା ଠିକ, କିନ୍ତୁ ତାକୁ ହିଁ ଜାବୁଡି ଧରିଲେ ତାପରେ ସେଇ ସମ୍ବେଦନଶୀଳ ହେଇ ତା ପାଇଁ ତୁମେ ଯୋଉ କାର୍ଯ୍ୟ କରିବାକୁ ଯାଉଛ, ତାହାର ପରିଣାମ ହଉଛି ତମେ ପ୍ରକୃତ ସତ୍ୟକୁ ଦେଖିପାରିବ ନାହିଁ। ତେଣୁ ପ୍ରଜ୍ଞାର ଆଖିକୁ ତୁମେ ବନ୍ଦ କରିଦେଲ। ନିଜର ହାତ ଦ୍ଵାରା ତମେ ନିଜେ କଣ କରୁଛ, ପ୍ରଜ୍ଞାର ହାତକୁ ବନ୍ଦ କରିଦଉ। ପରମେଶ୍ୱର ସତତ ହିଁ ଏହି ସମଞ୍ଜସ୍ତ ଆଡକୁ ଗତି କରିବାରେ ଲାଗିଥାନ୍ତି। ଯେକୌଣସି ଅତିରଞ୍ଜନ ଓ ଯେକୌଣସି ଅତିରିକ୍ତ କେବଳ ଭାରସାମ୍ୟଗତ ଅଭାବର ସୂଚନା ଦେଇଥାଏ। ତାହା ଅସମଞ୍ଜସତାର ହିଁ ସୂଚନା ଦେଇଥାଏ। ଏବଂ ତେଣୁ ପରିପୂର୍ଣ୍ଣତାର ଅଭିଳାଷ ରଖିଥିବା ଜଣେ ବ୍ୟକ୍ତିର ଜୀବନରେ ତାହାକୁ ଏକ ଦୋଷ ବୋଲି କୁହାଯିବ। ଅତିରଞ୍ଜିତ ଏବଂ ପରମଙ୍କ ସହିତ ସମ୍ପର୍କିତ ନ ହେଇ এই ପ୍ରକାର କାର୍ଯ୍ୟ କଲେ ଆମର ଅହଙ୍କାର ବଢେ, ତେଣୁ ତାହା ଦୋଷ ବୋଲି କୁହାଯିବ। ସେ ବ୍ୟକ୍ତି ଯୋଉ ବ୍ୟକ୍ତି ଅଭିଳାଷ କରିଛି ପରିପୂର୍ଣ୍ଣତା ଆଡେ ନିଜକୁ ଅଗ୍ରସର କରେଇବା ପାଇଁ, ତା ପାଇଁ ଏଇଟା ଗୋଟେ ଦୋଷ ବା ଅଭିଶାପ ଭଳି କାର୍ଯ୍ୟ କରେ। କାରଣ କେବଳ ଏକ ସର୍ବୋଚ୍ଚ ସାମଞ୍ଜସ୍ୟତା ମଧ୍ୟରେ ହିଁ ପରିପୂର୍ଣ୍ଣତା ସମ୍ଭବ ହେଇପାରେ। ମା, thank you all, Oliver.